ଯେତେବେଳେ ଜନ୍ମରାଶି ଠାରୁ ଦ୍ୱାଦଶ ରାଶିରେ ଶନି ସଂକ୍ରମଣ କରିଥାନ୍ତି ସେତେବେଳେ ଶନି 7.5ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୁଏ। ଯେତେବେଳେ ଶନି ଜନ୍ମରାଶିରେ ସଂକ୍ରମଣ କରିଥାନ୍ତି ତାହା ଶନି 7.5ର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଶନି ଯେତେବେଳେ ଚନ୍ଦ୍ରମା ଅବସ୍ଥାନ କରୁଥିବା ରାଶିର ଦ୍ୱିତୀୟ ରାଶିରେ ସଂକ୍ରମଣ କରନ୍ତି ତାହା ଶନି 7.5ର ଅନ୍ତିମ ପର୍ଯ୍ୟାୟ ହୋଇଥାଏ। ତେବେ ସର୍ବଦା ଯେ ଶନି 7.5 ଜନ୍ମରାଶି ଠାରୁ ଦ୍ୱାଦଶରେ ଆରମ୍ଭ ହୋଇ ଦ୍ୱିତୀୟରେ ଶେଷ ହେବ ତାହାର କୌଣସି ମାନେ ନାହିଁ। ଏହା ଚନ୍ଦ୍ରମାଙ୍କର ଜନ୍ମରାଶିରେ ଜନ୍ମ ଅଂଶକୁ ବା ଚନ୍ଦ୍ରମାଙ୍କ ଅଂଶକୁ ଆଧାର କରି ନିର୍ଣ୍ଣୟ କରାଯାଏ। ଯେପରି ଧରିନିଅନ୍ତୁ କୌଣସି ଜନ୍ମଜାତକରେ ଯଦି ଚନ୍ଦ୍ରମା ତୁଳା ରାଶିର 5 ଅଂଶ ମଧ୍ୟରେ ଅବସ୍ଥାନ କରିଥାନ୍ତି ତେବେ ଯେତେବେଳେ ଶନି କନ୍ୟା ରାଶିର 5 ଅଂଶକୁ ଆସିବେ ଶନି 7.5 ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ ଏବଂ ଯେତେବେଳେ ଶନି ଧନୁ ରାଶିର 5 ଅଂଶ ଅତିକ୍ରମ କରିବେ ତେବେ ଯାଇ ଶନି 7.5 ଶେଷ ହେବ। ଏଥିରୁ ସ୍ପଷ୍ଟ ଜଣାପଡ଼େ ବିଶେଷ କରି ଜନ୍ମଜାତକରେ ଚନ୍ଦ୍ରମାଙ୍କ ଅଂଶଗତ ଅବସ୍ଥାନକୁ ଆଧାର କରି 7.5 ନିର୍ଣ୍ଣୟ କରାଯାଏ। ତେବେ 7.5ର ଫଳାଫଳ କିପରି ରହେ ସେ ବିଷୟରେ ଆମେ ପର୍ଯ୍ୟାୟକ୍ରମେ ଆଲୋଚନା କରିବା। ଜୟ ଜଗନ୍ନାଥ।